ମତେ ଭୋକ ଲାଗୁଛି, ମତେ କ'ଣ ତୁମେ କିଛି ଖାଇବାକୁ ଦେଇପାରିବ? ମୁଁ ଗୋଟିଏ ମଟର ଗଛ, ମୁଁ ତୁମକୁ ସ୍ୱାଦିଷ୍ଟ ମଟର ଦେଇପାରିବି। ମୁଁ ତୁମକୁ ଏମିତି ମଟର ଦେବି, ସେ ମଟର ଯେମିତି କେବେ ସରିବ ନାହିଁ। ତୁମେ ମୋ ଠାରୁ ଯେତିକି ମଟର ତୋଳିବ ସେତିକି ମଟର ପୁଣି ଥରେ ହେଇଯିବ। ତାପରେ ଗୁଡ଼ିଆ ବହୁତ ଖୁସି ହେଇଗଲା। ଗୁଡ଼ିଆ ତା ପାଇଁ ମଟର ଗଛରୁ ମଟର ତୋଳିବାକୁ ଲାଗିଲା ଆଉ ସେ ମଟର ଧରିକି ଘରକୁ ଗଲା। ଗୁଡ଼ିଆ, ଏବେ ତ ମଟର ଖାଇବାର ଦିନ ନାହିଁ, ତୁମେ ମଟର କେଉଁଠୁ ପାଇଲ? ମାମା, ମୋର ଗୋଟିଏ ମଟର ଗଛ ସାଙ୍ଗ ଅଛି। ସେ ମୋର ସବୁ କଥା ମାନୁଛି ଆଉ ସେ ମୋତେ ମଟର ଖାଇବାକୁ ଦେଇଛି। ମୋତେ ଲାଗୁଛି ସେ ବୋଧେ ଯାଦୁଇ ମଟର ଗଛ। ମାମା, ମୁଁ ତୁମକୁ କାଲି ମଟର ଗଛ ସହିତ ଦେଖା କରେଇଦେବି। ମାମା ଚଢ଼େଇ ବି କିଛି ମଟର ଖାଇବାକୁ ଲାଗିଲେ। ତାପରେ ସନ୍ଧ୍ୟା ହେଇଗଲା। ରାନୁ ଚଢ଼େଇର ପଡ଼ୋଶୀକୁ ଭୋକ ଲାଗୁଥାଏ। କାଉଜି, ରାନୁ ଚଢ଼େଇ ଘରକୁ ଯାଅ, ଆଉ ମୋ ପାଇଁ କିଛି ଖାଇବା ପାଇଁ ଆଣିଦେବ। ଗୌରୀ, ମୁଁ ଆଜି ଦେଖିଛି ଗୁଡ଼ିଆ ଆଜି ଗୋଲ ଗୋଲ ମଟର ନେଇକି ଆସିଛି। ମୁଁ ଯାଉଛି ରାନୁ ଚଢ଼େଇ ଠାରୁ କିଛି ମଟର ନେଇକି ଆସିବି। ତାପରେ କଳା କାଉ ତା ଘରୁ ବାହାରିଲା ରାନୁ ଚଢ଼େଇ ଘରକୁ। କଳା କାଉ ଆସିକି ରାନୁ ଚଢ଼େଇର କବାଟ ବାଡ଼େଇବାକୁ ଲାଗିଲା। କାଉ ଭାଇ, କୁଆଡ଼େ ଆସିଛ? କ'ଣ ତମେ ଖାଇବା ନେବା ପାଇଁ ଆସିଛ? ରାନୁ ଭଉଣୀ, ତମେ କେମିତି ଜାଣିଲ ମୁଁ ତୁମ ଘରକୁ ମଟର ପାଇଁ ଆସିଛି ବୋଲି? ଆଚ୍ଛା, ତାହେଲେ ତୁମକୁ ଜଣା ପଡ଼ିଗଲା। ରୁହ, ମୁଁ ତୁମ ପାଇଁ ମଟର ଆଣିଦେଉଛି। ଆଜି ଗୁଡ଼ିଆ ମଟର ନେଇକି ଆସିଛି। ତାପରେ ରାନୁ ଚଢ଼େଇ ଘର ଭିତରକୁ ଗଲା ଆଉ କିଛି ମଟର ଆଣିକି କାଉକୁ ଦେଲା। ମୁଁ ଘରକୁ ଯାଇକି କୋରିକୁ ବି ଦେବି। ହଁ, ତୁମେ ଦୁଇ ଜଣ ମିଶିକି ଖାଇବ। ଏ ମଟର ବହୁତ ମିଠା ଲାଗୁଛି। କାଲୁଜି, ଏତେ ମିଠା ମଟର ମୁଁ ଆଜି ପ୍ରଥମ ଥର କରିକି ଖାଉଛି। ଏ କଥାଟା ଜାଣିବାକୁ ପଡ଼ିବ କି ଗୁଡ଼ିଆ କୋଉଠାରୁ ଏ ମଟର ଧରିକି ଆସୁଛି। ଗୌରୀ, ତୁ ଚିନ୍ତା କର ନାହିଁ। କାଲି ଯେତେବେଳେ ରାନୁ ଚଢ଼େଇ ଆଉ ଗୁଡ଼ିଆ ଖାଦ୍ୟ ଆଣିବା ପାଇଁ ଯିବେ, ଆମେ ତାଙ୍କ ପଛେ ପଛେ ଯିବା ଆଉ ସେମାନଙ୍କୁ ଲୁଚିକି ଦେଖୁଥିବା ଆଉ ଦେଖିବା ସେ ମଟର କୋଉଠାରୁ ଆଣୁଛନ୍ତି। ତାପରେ ସକାଳ ହେଇଗଲା। ମାମା ଚଢ଼େଇ ଆଉ ଗୁଡ଼ିଆ ମିଶିକି ଖାଦ୍ୟ ଆଣିବା ପାଇଁ ଗଲେ। ତାପରେ ସେମାନେ ପ୍ରଥମେ ନଦୀ କୂଳକୁ ଗଲେ। ସେମାନେ ନଦୀରୁ ଥଣ୍ଡା ପାଣି ପିଇଲେ। ମାମା, ଏବେ ଚାଲ ଯିବା। ମୁଁ ମୋ ସାଙ୍ଗ ମଟର ଗଛ ସହିତ ତୁମକୁ ଦେଖା କରେଇଦେବି। କିନ୍ତୁ ଗୁଡ଼ିଆ, ତମେ ମଟର ଗଛ ବିଷୟରେ କାହାକୁ ବି କିଛି କହିବ ନାହିଁ। ତାପରେ ମାମା ଚଢ଼େଇ ଆଉ ଗୁଡ଼ିଆ ଉଡ଼ିବାକୁ ଲାଗିଲେ। ଆଉ ଏପଟେ କଳା କାଉ ଓ ଗୋରି କାଉ ଗଛ ତଳେ ଲୁଚିକି ସବୁ ଦେଖୁଥିଲେ। ସେମାନେ ଚଢ଼େଇ ଉପରେ ନଜର ରଖିଥିଲେ। ଯେତେବେଳେ ରାନୁ ଚଢ଼େଇ ସେମାନଙ୍କ ବାଟ ଦେଇ ଗଲା, ତା ପଛେ ପଛେ କଳା କାଉ ଓ ଗୋରି କାଉ ମଧ୍ୟ ଗଲେ। ମୋ ସାଙ୍ଗ ମଟର ଗଛ, ଦେଖ ମୁଁ କାହାକୁ ଧରିକି ଆସିଛି। ଇଏ ତୁମ ମାମା କି? ମୋତେ ତ ବିଶ୍ୱାସ ହଉନି। ତୁମେ କେମିତି ଜାଣିଲ? ମୋତେ ତ ସବୁ ଜଣା ଅଛି। ତୁମେ କିଏ ମୁଁ ଜାଣିଛି। ମୁଁ ହେଉଛି ଯାଦୁଇ ମଟର ଗଛ। ଗଛ, ମୋ ସାଙ୍ଗ, ଆଜି ମୋ ମାମାକୁ କିଛି ଖାସ୍ ଦିଅ। ଆଜି ମୋ ମାମା ଯେମିତି ଖୁସି ହେଇଯିବେ। ତାହେଲେ ଠିକ୍ ଅଛି, ଆଜି ମୁଁ ତୁମ ମାମାକୁ ସୁନାର ଗହଣା ଦେବି। ସୁନା ଗହଣା କଥା ଶୁଣିକି ଗୁଡ଼ିଆର ମାମା ବହୁତ ଖୁସି ହେଇଗଲା। ସୁନାର ଗହଣା? ହଁ, ଇଏ ମୋର ଛୋଟ ଦିନରୁ ଇଚ୍ଛା ଥିଲା। ମୋ ପାଖରେ ସୁନାର ଗହଣା ଥିବ। ମଟର ଗଛରୁ ଖୁବ୍ ଜୋରସେ ରୋଶନୀ ଆସିଲା। ତାପରେ ମଟର ଗଛ ରାନୁ ଚଢ଼େଇକୁ ଗୋଟିଏ ସୁନାର ଗହଣା ଦେଲା। ଆଉ ଏପଟେ କଳା କାଉ ଓ ଗୋରି କାଉ ଏସବୁ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ଗୋରି କାଉ ଓ କଳା କାଉର ଆଖି ବଡ଼ ବଡ଼ ହେଇଗଲା। କାଉଜି, ଏ ଗଛ ଆମର ବହୁତ କାମରେ ଆସିବ। ଆମେ ଏବେ ଧନୀ ହେଇଯିବା। ତାପରେ ଗୁଡ଼ିଆ ତା ସାଙ୍ଗ ସହିତ କିଛି ସମୟ କଥା ହେଲା। ତାପରେ ମା ଝିଅ ସେଠାରୁ ଘରକୁ ପଳେଇ ଆସିଲେ। କିଛି ସମୟ ପରେ କଳା କାଉ ଓ ଗୋରି କାଉ ସେ ମଟର ଗଛ ପାଖକୁ ଗଲେ। ଗଛ, ମୋ ସହିତ କଥା ହ। କିନ୍ତୁ ସେ ଯାଦୁଇ ଗଛ କିଛି କହିଲା ନାହିଁ। ସେ ସବୁ ଜାଣିକି ଚୁପ୍ ରହିଲା। ଏ ମଟର ଗଛ ଆମ କଥା ଏମିତି ଶୁଣିବନି। ମୁଁ ଏବେ ଏ ଗଛକୁ ଘିଚିକି ପକେଇଦେବି। କାଉମାନେ, ଏମିତି କର ନାହିଁ। ମୁଁ ଗୋଟିଏ ଯାଦୁଇ ମଟର ଗଛ। ତୁମେମାନେ ଏଇଠାରୁ ଯାଅ ଭାରି। ମୁଁ କହୁଛି ତୁମେମାନେ ଏଇଠାରୁ ଯାଅ ଭାରି। ନା, ଏମିତି ତ ଆମେ କେବେ ବି ଯିବୁ ନାହିଁ। ଯେମିତି ତୁ ଏବେ ରାନୁ ଚଢ଼େଇକୁ ଗହଣା ଦେଲୁ, ତୁ ଆଗେ ଆମକୁ ସୁନାର ଗହଣା ଦେ, ତାପରେ ଆମେ ଏଇଠାରୁ ଯିବୁ। ଲୋଭୀ କାଉମାନେ, ରୁହ, ତୁମକୁ ମୁଁ ଆଜି ମଜା ଚଖଉଛି। ତାପରେ ସେ ଯାଦୁଇ ଗଛ ତା ଡଙ୍କରେ ଦୁଇ କାଉକୁ ବାନ୍ଧିକି ରଖିଦେଲା। ଗଛ, ଆମକୁ ଛାଡ଼ିଦିଅ, ଆମେ ଆମ ଘରକୁ ଯିବୁ ଭାରି। ମୁଁ କହିଥିଲି ନା ତୁମେମାନେ ଏଠାରୁ ଯାଅ ଭାରି ବୋଲି, କିନ୍ତୁ ତୁମେମାନେ ମୋ କଥା ଶୁଣିଲ ନାହିଁ। ଏବେ ମୁଁ ତୁମ ଦୁଇ ଜଣକୁ ଦଣ୍ଡ ଦେବି। ତାପରେ ରାତି ସାରା କାଉ ଆଉ ତା ସ୍ତ୍ରୀ ଯାଦୁଇ ମଟର ଗଛରେ ଫସିକି ରହିଲେ। ତା ପରଦିନ ସକାଳେ ରାନୁ ଚଢ଼େଇ ଆଉ ଗୁଡ଼ିଆ ଘରୁ ବାହାରି ଆସୁଥିଲେ। ସେମାନେ ଭୋଜନ ପାଇଁ ଯାଉଥିଲେ।
ମାମା ଚାଲ ମୋ ସାଙ୍ଗ ମଟର ଗଛ ପାଖକୁ ଯିବା। ସେଇଠାରୁ ମଟର ନେଇକି ଆସିବା। ମୋ ସାଙ୍ଗ ମୋତେ ମଟର ଦବ। ତାପରେ ସେମାନେ ମା ଝିଅ ମଟର ଗଛ ପାଖକୁ ଆସିଲେ। କଳା କାଉ ଓ ଗୋରି କାଉକୁ ଦେଖି ରାନୁ ଚଢ଼େଇ ଆଶ୍ଚର୍ଯ୍ୟ ହେଇଗଲା। ଗୋରି କାଉ ତୁ ଏଇଠି? ରାନୁ ଚଢ଼େଇ କାଲି ରାତିଠୁ ଆମେ ଏଇଠି ଫସିକି ଅଛୁ। ପ୍ଲିଜ୍ ଆମ ଜୀବନ ବଞ୍ଚାଅ। ଆମର ଭୁଲ ହେଇଯାଇଛି। ଆମେ ଏଠାକୁ ଆଉ କେବେ ବି ଆସିବୁ ନାହିଁ। ଗୁଡ଼ିଆ ଏ ଲୋଭି କାଉ ମୋତେ ମୂଳରୁ ଉପାଡ଼ି ଦେବା ପାଇଁ ଚାହୁଁଥିଲା। ସେଥିପାଇଁ ମୁଁ ଏମାନଙ୍କୁ ମୋ ଡଙ୍କ ସାହାଯ୍ୟରେ ଧରିକି ରଖିଛି। ଏବେ ଏହା ହେଉଛି ଏମାନଙ୍କର ଦଣ୍ଡ। ସେମାନେ ଆଉ ଏଠିକି କେବେ ଆସିବେ ନାହିଁ। ମଟର ଗଛ ମୋ ସାଙ୍ଗ, ଇଏ ହେଉଛନ୍ତି ମୋ ପଡ଼ୋଶୀ। ତାଙ୍କୁ କ୍ଷମା କରିଦିଅ। ସେମାନେ ଏଠାକୁ ଆଉ କେବେ ଆସିବେ ନାହିଁ। ମା ରାଣ ଏଠିକି ଆମେ ଆଉ କେବେ ଆସିବୁ ନାହିଁ। ତାପରେ ମଟର ଗଛ ସେମାନଙ୍କୁ ଛାଡ଼ିଦେଲା। ତାପରେ ଦୁଇ କାଉ ସେଇଠାରୁ କା କା କରିକି ଚାଲିଗଲେ। ମଟର ଗଛ, ରାନୁ ଚଢ଼େଇ ଓ ଗୁଡ଼ିଆ ସେମାନଙ୍କୁ ଦେଖି ହସୁଥାନ୍ତି। ତ ସାଙ୍ଗମାନେ ଆଜି ପାଇଁ ଏତିକି। ପୁଣି ଆସିବି କିଛି ନୂଆ ଭିଡ଼ିଓ ନେଇ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।